ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ଦେଖିବା ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ କ୍ରୁଶକୁ ବହନ କରିକି କେଉଁ ରାସ୍ତାରେ ଯାଇଥିଲେ, ତାଙ୍କର ଯାତ୍ରା କେଉଁଠୁ ଆରମ୍ଭ ହୋଇଥିଲା କ୍ରୁଶ ବହିକି ଏବଂ କେଉଁ ସ୍ଥାନରେ ସେ ପହଞ୍ଚିଥିଲେ। ଏବଂ ଆଉ ଗୋଟେ ବିଷୟ ମୁଁ କହି ରଖୁଅଛି ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ କେବଳ ଗୋଟିଏ ବିଷୟ ନୁହେଁ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ 16ଟି ଜାଗା ମୁଁ ଦେଖାଇବି। 16ଟି ଜାଗା। ତେବେ ସେଗୁଡ଼ିକ କ'ଣ କ'ଣ ଟିକେ ମୁଁ କହିଦେଉଅଛି। ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଯେଉଁ ଦିଆଗଲା, ଘୋଷଣା କରାଗଲା, ସେଇ ଜାଗା। ନମ୍ବର 2 ଫ୍ଲାଗଲେସନ୍ ଚାପେଲ୍, ଏଇଟା ଗୋଟେ ଚାପେଲ୍ ଗୋଟେ। ଆଉ ତୃତୀୟରେ ଯୀଶୁ ନିଜ କ୍ରୁଶ କେଉଁଠି ବହିଥିଲେ। ତାପରେ ଚତୁର୍ଥରେ ଯୀଶୁ ପ୍ରଥମ ଥର ତଳେ ପଡ଼ିଯାଇଥିଲେ କେଉଁଠି। ପଞ୍ଚମ ଯୀଶୁ ନିଜ ମାଆଙ୍କୁ କେଉଁ ଜାଗାରେ ଭେଟିଥିଲେ। ପଞ୍ଚମ କୁରିନୀୟ ସିମନ ଯୀଶୁଙ୍କ କ୍ରୁଶ ବହନରେ ସାହାଯ୍ୟ କରିଥିଲେ, ଏଇଟା କେଉଁଠି ସେ କରିଥିଲେ। ଆଉ ଷଷ୍ଠ ଜଣେ ନାରୀ ଯୀଶୁଙ୍କ ମୁହଁକୁ ପୋଛି ଦେଇଥିଲେ, ସେ ଜାଗା କେଉଁଠି। ଆଉ ସପ୍ତମ ଯୀଶୁ ଦ୍ୱିତୀୟ ଥର ତଳେ ପଡ଼ିଥିଲେ, କେଉଁ ଜାଗାରେ ପଡ଼ିଥିଲେ। ଅଷ୍ଟମ ଯୀଶୁ ଜେରୁସାଲେମରେ ନାରୀମାନଙ୍କୁ କେଉଁ ଜାଗାରେ ସାନ୍ତ୍ୱନା ଦେଇଥିଲେ। ନବମ ଯୀଶୁ ତୃତୀୟ ଥର କେଉଁ ଜାଗାରେ ତଳେ ପଡ଼ିଥିଲେ। ଏବଂ 11ତମ ରୋମୀୟ ସୈନିକମାନେ ଯୀଶୁଙ୍କର ବସ୍ତ୍ରକୁ କେଉଁ ଜାଗାରେ ଗୁଲିବାଣ୍ଟ କରିଥିଲେ। 12 ଚର୍ଚ୍ଚ ଅଫ୍ ହୋଲି ସେପଲଚର। ଆଉ ନମ୍ବର 13 ଯୀଶୁଙ୍କୁ କେଉଁ ଜାଗାରେ କଣ୍ଟା ମରା ହେଇଥିଲା, ମାନେ କେଉଁ ସ୍ଥାନରେ। ଆଉ 14ତମ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା କେଉଁ ଜାଗାରେ। ଆଉ 15ତମ ବିଷୟ ହେଉଛି ଯୀଶୁଙ୍କ ଶରୀର କ୍ରୁଶରୁ ଓହ୍ଲାଇକି କେଉଁ ଜାଗାରେ ରଖାଯାଇଥିଲା। ଏବଂ 16ତମ ବିଷୟ ହେଉଛି ଯୀଶୁଙ୍କ ଶରୀର କେଉଁ ସ୍ଥାନରୁ କବରକୁ ନିଆଯାଇଥିଲା। ତେବେ ଆମେ ଏପରି ଜାଗାଗୁଡ଼ିକ ଆମେ ଦେଖିବା। ତେବେ ଭାୟା ଡୋଲୋରସା, ମାନେ ସେଇ ଜାଗାଟି ଏଇଠୁ ଷ୍ଟାର୍ଟ, ଏଇ ଜାଗାରୁ ଆରମ୍ଭ। ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ କ୍ରୁଶକୁ ଯେଉଁ ବହନ କରିଥିଲେ, ନିଜ ଯାତ୍ରା ଆରମ୍ଭ କରିଥିଲେ, ଏଇ ଜାଗାରୁ ନିଜର ଯାତ୍ରା ଆରମ୍ଭ କରିଥିଲେ, ଯାହା କୁହାଯାଏ ଭାୟା ଡୋଲୋରସା। ଏଇଠୁ ଆରମ୍ଭ ହେଉଛି। ତେବେ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର କ୍ରୁଶ ବହିଲେ। ଆଉ ସେଥିମଧ୍ୟରୁ କିଛି ଟ୍ରେଡ଼ିସନାଲ୍ ଅଛି, କିଛି ବାଇବେଲ ଭିତ୍ତିକ ଅଛି। ଫାର୍ଷ୍ଟ ଷ୍ଟେସନ୍, ଆଉ ଏଇଟା ପ୍ରଥମ ଜାଗା ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ'ଣ କରାହେଲା, ମୃତ୍ୟୁଦଣ୍ଡ ଘୋଷଣା କରାଗଲା। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁଦଣ୍ଡ ଘୋଷଣା କରାଗଲା, ଏଇଟା ହେଉଛି ସେଇ ଜାଗା ଯେଉଁଟାକି ଲୁକ ତାର 23 ପର୍ବ 23ରୁ 25। ଲୁକ ତାର 23 ପର୍ବ 23ରୁ 25 ଆପଣ ପାଇବେ। ଏଠି ଲେଖା ଅଛି, ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କର କୋଳାହଳର ଜୟ ହେଲା। 24 ପୁଣି ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପିଲାତ ଆଦେଶ ଦେଲେ। ତେବେ ଆପଣ ଯେଉଁ ଜାଗା ଦେଖିଲେ, ଫାର୍ଷ୍ଟ ଷ୍ଟେସନ୍ ଟୋଟାଲ୍ ଅଛି 14ଟା ଷ୍ଟେସନ୍ ଅଛି। 14ଟି ଷ୍ଟେସନ୍, ତା ସହିତ 2ଟି ଏମିତି ଜାଗା ଯେଉଁଟାକି ଏବେ ବି ରହିଅଛି। ଟୋଟାଲ୍ 16ଟି ଜାଗା ଆମେମାନେ ଦେଖିବା। ତେବେ ଆପଣମାନେ ଜାଣିଥିବେ। ତେବେ ଦ୍ୱିତୀୟରେ ଦେଖନ୍ତୁ, ଫ୍ଲାଗଲେସନ୍ ଚାପେଲ୍, ଇଏ ହେଉଛି ଗୋଟେ ଚାପେଲ୍। ଆଉ ଏଇ ଜାଗାରେ ପ୍ରାର୍ଥନା ହୁଏ, ଏଠି ଆରାଧନା ହୁଏ। ଆଉ ଏଇ ଜାଗାରେ ଏକ ଚାପେଲ୍ ରହିଅଛି। ମାନେ ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶକୁ ଉଠାଇଥିଲେ, ସେ ଆଖପାଖରେ ମାନେ ଏଠି ଏକ ଚର୍ଚ୍ଚ ନିର୍ମାଣ କରାଯାଇଛି। ତେବେ ସେମାନେ ବଡ଼ ପାଟିରେ ଚିତ୍କାର କରୁଥିଲେ, ଯୀଶୁଙ୍କୁ କ୍ରୁଶରେ ଚଢ଼ାଅ। ମାନେ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ହୋସାନା ହାଲେଲୁୟା ବୋଲି ସମ୍ବୋଧନ କରୁଥିଲେ, ଯୀଶୁ ଯେତେବେଳେ ଗଧ ପିଠି ଉପରେ ବସିକି ଯାଉଥିଲେ, ସେଇ ଲୋକମାନେ ଲାଷ୍ଟରେ ଚିଲଉଛନ୍ତି ଯେ ଏଇ ଯୀଶୁଙ୍କୁ କ୍ରୁଶରେ ଚଢ଼ାଅ, ଆମ୍ଭମାନଙ୍କ ନିମନ୍ତେ ବାରବାକୁ ତୁମେ କ'ଣ କର, ମୁକ୍ତି ଦିଅ। ଆମର ଯୀଶୁ ଦରକାର ନାହିଁ, ଆମର ବାରବା ଦରକାର। ସେଇ ବାରବା ଯିଏକି ଜଣେ ଦେଶଦ୍ରୋହୀ ଥିଲା। ଇଏ ହେଉଛି ସେକେଣ୍ଡ ଷ୍ଟେସନ୍।
ଏଇ ଜାଗାରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ କ୍ରୁଶକୁ ବହନ କରିଥିଲେ। ହଁ ପ୍ରିୟ ବନ୍ଧୁଗଣ, ଏଇ ଜାଗାରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର କ୍ରୁଶକୁ ବହନ କରିଥିଲେ, ଯେଉଁଟା ଯୋହନ ତାର 19 ପର୍ବର 17 ପଦରେ ଲେଖା ଅଛି। ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ, ଆଉ ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲଗଥା ବୋଲି କହନ୍ତି, ଆଉ ସେଠାକୁ ବାହାରିଗଲେ। ଯୋହନ 19 ପର୍ବର 17 ପଦରେ ଲେଖା ଅଛି ସେକେଣ୍ଡ ଷ୍ଟେସନ୍। ତେବେ ପ୍ରିୟ ବନ୍ଧୁଗଣ, ଆମେ 3ଟି ଜାଗା ଆମେ ଦେଖିଲୁ, ଆଉ ରହିଅଛି ଆହୁରି 13ଟି ଜାଗା ରହିଅଛି, ଆମେମାନେ ଧୀରେ ଧୀରେ ଦେଖିବା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ କ୍ରୁଶକୁ ନିଜେ ଉଠାଇଥିଲେ। ହଁ ପ୍ରିୟ ବନ୍ଧୁଗଣ, କାରଣ ଏହା ଥିଲା ପିତାଙ୍କର ଇଚ୍ଛା। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ଉଦ୍ଧାର କରିବା ପାଇଁ ଆସିଥିଲେ। ଆଉ କିଛି ଲୋକମାନେ ସେହି ସମୟରେ ଥିଲେ ଯେଉଁମାନେ କି ମସିହଙ୍କର ଅପେକ୍ଷାରେ ଥିଲେ, କିନ୍ତୁ ସେମାନେ ଏମିତି ଜଣେ ମସିହଙ୍କ ଅପେକ୍ଷା କରୁଥିଲେ ଯିଏକି ଆସିବ, ରୋମୀୟ ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିବ, ସେମାନଙ୍କୁ ମୁକ୍ତ କରିବ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଲେ, ସେମାନେ ଭାବୁଥିଲେ ଯୀଶୁ ବୋଧେ ସେଇ ମସିହ ଯିଏକି ରୋମୀୟ ସୈନ୍ୟ ସହିତ, ରୋମୀୟ ସାମ୍ରାଜ୍ୟ ସହିତ ଯୁଦ୍ଧ କରି ସେମାନଙ୍କୁ ମୁକ୍ତ କରିବେ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ ରୋମୀୟ ସାମ୍ରାଜ୍ୟ ନୁହେଁ, ସାରା ଜଗତକୁ ଉଦ୍ଧାର କରିବେ। ଏଇଟା ସେମାନେ ବୁଝିନଥିଲେ, ଏବେ ବି ଅନେକ ବୁଝୁନାହାନ୍ତି। ଆପଣ ବର୍ତ୍ତମାନ ଯେଉଁ ଜାଗା ଦେଖୁଛନ୍ତି, ଇଏ ହେଉଛି 2000 ବର୍ଷ ପୁରୁଣା ଏକ ଜାଗା ଅଟେ। ଦେଖନ୍ତୁ ଆଜି ବି କେମିତି ନୂଆ ଏବଂ କେମିତି ଷ୍ଟ୍ରଙ୍ଗ ହେଇକି ଠିଆ ହେଇଛି। ତେବେ ଟିକେ ଚିନ୍ତା କରନ୍ତୁ, ଏ ଘରକୁ କେମିତି ବନା ହେଇଥିବ। ଆପଣ ବିଶ୍ୱାସ କରନ୍ତୁ କିମ୍ବା ନ କରନ୍ତୁ, ଏଇଟା ସତ ବିଷୟ ଅଟେ। ଏଇ ଯେଉଁ ଘର ଆପଣ ଦେଖୁଛନ୍ତି, 2000 ବର୍ଷର ପୁରୁଣା ଏ ଘରଟି ଅଛି। ଆଉ ଏଇ ଘର ଭିତରେ ଏମିତି କିଛି ଜିନିଷ ରଖାହେଇଛି ଯେଉଁଟାକି ଯୀଶୁଙ୍କ ସମୟର ଯେଉଁ ଜିନିଷ ଥିଲା ତା ସହିତ ରିଲେଟେଡ଼୍ ଅଟେ। ତେବେ ଆମେ ବର୍ତ୍ତମାନ ସେଇ ରାସ୍ତାରେ ଅଛୁ, ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ବହିକି ଏଇ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଯାଇକି ଶେଷରେ କେଉଁଠି ପହଞ୍ଚିଥିଲେ? ଗଲଗଥା ନାମକ ସ୍ଥାନରେ ପହଞ୍ଚିଥିଲେ, ଯାହାକୁ କପାଳ ସ୍ଥଳ ବୋଲି କହନ୍ତି। ଏବ୍ରୀ ଭାଷାରେ ତା ନାଁ ହେଉଛି ଗଲଗଥା। ଗଲଗଥା କୌଣସି ଓଡ଼ିଆ ଭାଷା ନୁହେଁ, କି ହିନ୍ଦୀ ଭାଷା ନୁହେଁ, କି କୌଣସି ଇଂଲିଶ ଭାଷା ନୁହେଁ। ଗଲଗଥା ହେଉଛି ଏକ ହିବ୍ରୁ ଭାଷା। ଥାର୍ଡ଼ ଷ୍ଟେସନ୍, ଯୀଶୁ ଫାର୍ଷ୍ଟ ଟାଇମ୍, ଯୀଶୁ ପ୍ରଥମ ଥର ପାଇଁ ଏଠି ପଡ଼ିଥିଲେ। ଯୀଶୁ ଯେତେବେଳେ କ୍ରୁଶ ବହନ କରିଥିଲେ 3 ଥର ତଳେ ପଡ଼ିଥିଲେ, ଯେଉଁଟାକି ବାଇବଲ ଲେଖା ନାହିଁ। କିନ୍ତୁ ବାଇବଲ ବିଦ୍ୱାନମାନେ ସେମାନେ ଗଣନା କରିକି ସେମାନେ କହନ୍ତି ଯୀଶୁ ଏଠି ଫାର୍ଷ୍ଟ ଟାଇମ୍, ମାନେ ପ୍ରଥମ ଥର ଏଠି ତଳେ ପଡ଼ିଥିଲେ। ହଁ ପ୍ରିୟ ବନ୍ଧୁଗଣ, ଯେଉଁଟା ଆପଣ ବାଇବେଲରେ ପାଇବେ ନାହିଁ, କିନ୍ତୁ ଏଇଟା ଟ୍ରେଡ଼ିସନାଲ୍ ଅଟେ। ମାନେ ବିଶ୍ୱାସ କରାଯାଏ ସେହି ସମୟର ସଂସ୍କୃତି, ସେହି ସମୟର ମାନେ ସମସ୍ତ ପରିସ୍ଥିତିକୁ ଗଣନା କରିକି ବାଇବେଲର ବିଦ୍ୱାନମାନେ ଏଇଟା ଆବିଷ୍କାର କରିଛନ୍ତି। ଯୀଶୁ ଏଇ ଜାଗାରେ ତଳେ ପଡ଼ିଥିଲେ। 4th ଷ୍ଟେସନ୍, 4th ଷ୍ଟେସନ୍ ହେଉଛି ଜିଜସ୍ ମିଟ୍ସ ହିଜ୍ ମଦର। ପ୍ରଭୁ ଯୀଶୁ ତାଙ୍କର ମାଆଙ୍କୁ ଭେଟିଥିଲେ। ହଁ ପ୍ରିୟ ବନ୍ଧୁଗଣ, 4th ଷ୍ଟେସନ୍ ହେଉଛି ପ୍ରଭୁ ଯୀଶୁ ନିଜର ମାଆକୁ ଭେଟିଥିଲେ। 4th ଷ୍ଟେସନ୍। ଆଉ କେଉଁଠି ଭେଟିଥିଲେ ନିଜର ମାଆକୁ? ଏଇଟା ହେଉଛି ସେଇ ଜାଗା। ହଁ ପ୍ରିୟ ବନ୍ଧୁଗଣ, ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ ମାଆକୁ ଭେଟିଥିଲେ ଏବଂ ତାଙ୍କ ମାଆ ମଧ୍ୟ କ୍ରନ୍ଦନ କରୁଥିଲେ। ଯେହେତୁ ପୁଅ ମୃତ୍ୟୁଦଣ୍ଡ ପାଉଛି, ଯେମିତି ହେଲେ ବି ମାଆର ହୃଦୟରେ ନିହାତି ଟିକେ ଦୁଃଖ ଆସିବ ହିଁ ଆସିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଇଏ ହେଉଛି ସେଇ ଜାଗା। ତେବେ ଏଇ ଜାଗା ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରିକି ନିଶ୍ଚିନ୍ତ ଜଣାଇବେ। ଆଉ ଯଦି ଭିଡ଼ିଓ ଭଲ ଲାଗୁଥାଏ, ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ଆପଣ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ। ତେବେ ଭିଡ଼ିଓକୁ ଆପଣ ଦେଖନ୍ତୁ, କିପରି ଲାଗୁଛି କମେଣ୍ଟ କରନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ଆପଣ ସେୟାର କରନ୍ତୁ। ତେବେ ବର୍ତ୍ତମାନ ଆମର ଆସିବ 5ମ ଷ୍ଟେସନ୍,
जोटाकि लेखा अच्छे लुक तार 23 पर्वर 26 पद लुक 23:26 लेखा अच्छे से मैंने ताहां घेनी जा समय रे पल्लीरू आसुवा सिमन नामक जड़े कुरीनीय लोक को धरी यीशु पछे पछे क्रूस बहिबा निमंते ताहां कांधरे ताहा थोइले। तेबे कुरुनीय सिमन आपण मन थी प्रभु जीशुख्रीष्ट जब क्रूस बहन करते प्रभु जीशुख्रीष्ट किसी बाट गला परे सेतबले जड़े सिमन नामक जड़े व्यक्ति कुरीनीय सिमन से कौन करते यीशु क्रूस को किसी बाट बहन करते अल्प दूर तापर पुणी थे यीशु तांको क्रूस को पुणी निज बही थे। तेबे ये हूँ से जगह से स्टेशन आपण मैंने देखु यहीटा देखु गोटे मूर्ति रही अच्छे यीशु क्रूस को बहन करुँच कुरीनीय सिमन यीशु तले अच्छा यीशु क्रूस को से उठाऊँच आठार जगह रही अच्छे। षष्ठ सेशन हूँ वेरोनिका वाइफ्स द फेस ऑफ जीसस ये मध्य हूँ ट्रेडिशनल जने स्त्री लोक थिले तांको नाम हूँ वेरोनिका से प्रभु जीशुख्रीष्टर मुह को पोछि देइथिले माने यही स्थानर इतिहास एवं संस्कृति को अध्ययन कले जना जाए जे जने नारी थिले जहाँ नाम हूँ वेरोनिका आउ से यीशु मुह को पोछि देइथिले। एटा बाइबल नाही किंतु यही अंचल संस्कृति ट्रेडिशन रो एटा जना पड़े। आउ सेवेन स्टेशन आउ प्रभु जीशुख्रीष्ट द्वितीय थर ये कौन करते तले पड़ी एटा मतलब बाइबल लेखा नहीं किंतु लोक मैंने ये विश्वास करती बाइबल रो विद्वान मानकर गणना अनुजाई आ विद्वान माने समाने तांकर गणना अनुजाई जे प्रभु जीशुख्रीष्ट यही जगार से द्वितीय थर तले पड़ी प्रथम थर आम देखिलु द्वितीय थर यही जगार से तले पड़ी तेबे या कह जाए षष्ठ स्टेशन बा सिक्स्थ स्टेशन बोली कह जाए। हाँ प्रिय बंधुगण प्रभु जीशुख्रीष्ट तले पड़ जाइथिले। तेबे वर्तमान आम माने भाया डोलोरोसा बा प्रभु जीशुख्रीष्ट क्रूस बहन करके जो रास्ता जाइथिले सही रास्ता ही आमे माने आमर का नजर से रास्ता ही अच्छी। तेबे यही सब रास्ता से समय तो एमती नाला एबे किंतु एमती घर द्वार सब बना ही गलानी चर्च गुड़िक बना ही गलानी किंतु सही समय एमती नाला। तबे प्रभु जीशुख्रीष्ट द्वितीय थर तले पड़ जाइथिले आउ जोटा कि यही अंचलर इतिहास जना जाए। यही स्टेशन अष्टम स्टेशन जीसस कन्सोल्स जेरूसालेम वोमेन प्रभु जीशुख्रीष्ट जेरूसालेम नारी मान को कहले जे मो निमंते रोदन कर नाई बरं निज निमंते निज संतान मान निमंते रोदन कर। एटा लिखा अच्छी लुक 23 पर्व 27-31 लुक 23 पर्व 28 पद आम पढ़ा ये लिखा अच्छे किंतु जीशु सेमान आड़ को बुली पड़ी कहले गो जेरूसालेम सहरर कन्या माने मो निमंते रोदन कर ना बरं आपना आपना निमंते और आपना आपना संतान मान रोदन कर। एटा 9 स्टेशन जीसस फॉल्स थर्ड टाइम। नवम स्टेशन एठी जीशु तृतीय थर पर पड़ते बोली लोक मैंने विश्वास करते। यहाँ हूँ नवम स्टेशन। तबे 9टा स्टेशन आहरी अच्छी टोटाल अच्छी केटा स्टेशन 14टा स्टेशन माने आहरी 5टा स्टेशन अच्छी 5टा जगह अच्छे। तेणु प्रिय बंधुगण मु आपन को प्रॉमिस करी जो मु आपन को 16टा जगह देखी। तबे देखंतु तबे परवर्ती स्टेशन आम देखा पारिबा आउ एटा हूँ 10 स्टेशन बा 10म स्थान ना ना एटा हूँ नवम स्टेशन। नवम स्टेशन गला ये 10म स्टेशन आउ एठी कौन होता रोमियो सैनिक माने प्रभु जीशुख्रीष्टर वस्त्र को से गुली बांट करते
ଇଏ ହେଉଛି 10ମ ଷ୍ଟେସନ୍। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବସ୍ତ୍ରକୁ ଗୁଲିମାଟ କରିଥିଲେ। ହଁ ପ୍ରିୟ ବନ୍ଧୁଗଣ, ଯେଉଁଟା ଆପଣ ପାଇପାରିବେ ଯୋହନ ତାର 19 ପର୍ବ ତାର 24 ପଦ। ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ ସେଥିପାଇଁ ଗୁଲିମାଟ କରିବା। ଯେପରି ଧର୍ମଶାସ୍ତ୍ର ଏହି ବାକ୍ୟ ସଫଳ ହୁଏ। ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି ମୋହର ଅଙ୍ଗରଖା ନିମନ୍ତେ ଗୁଲିମାଟ କଲେ। ତେଣୁ ସୈନ୍ୟମାନେ ଏହା ସବୁ କଲେ। ତେବେ ପ୍ରିୟ ବନ୍ଧୁଗଣ, ସେମାନେ ଯେଉଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବସ୍ତ୍ରକୁ ଗୁଲିମାଟ କରିଥିଲେ, ଇଏ ହେଉଛି 10ମ ଷ୍ଟେସନ୍। ମାନେ ଏଇ ଜାଗାରେ ସେମାନେ ଗୁଲିମାଟ କରିଥିଲେ। ଆଉ ପ୍ରିୟ ବନ୍ଧୁଗଣ, ଆପଣ ଯେଉଁ କହୁଛନ୍ତି ଗଲଗଥା ପାହାଡ଼, ମାନେ ସେଟା ବର୍ତ୍ତମାନ ଆଉ ପାହାଡ଼ ହେଇକି ନାହିଁ। ସେ ପାହାଡ଼ ଜାଗାରେ କ'ଣ ଅଛି? ଏମିତି ଏକ ଚର୍ଚ୍ଚ ଅଛି। 11ତମ ଷ୍ଟେସନ୍। ଏଇଠାରେ ଯୀଶୁଙ୍କୁ କ'ଣ କରାହେଇଥିଲା? କଣ୍ଟା ମରା ହେଇଥିଲା, ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ହାତରେ ଆଉ ପାଦରେ କଣ୍ଟା ମରା ହେଇଥିଲା। 11ତମ ଷ୍ଟେସନ୍, ଯୀଶୁଙ୍କୁ କଣ୍ଟା ମରା ହେଇଥିଲା। ଲୁକ 23 ପର୍ବର 33 ପଦ। ଲୁକ 23ର 33 ପଦ ଆପଣ ପଢ଼ନ୍ତୁ, ସେଇଠି ଆପଣ ପାଇଯିବେ। ଆଉ 12ତମ ଷ୍ଟେସନ୍, ଏଇଠି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଯାଇଥିଲା। ମାନେ ବେଶୀ ନାହିଁ, ପୁରା ପାଖାପାଖି ଅଛି ଜାଗା ଗୁଡ଼ିକ। ଏଇ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ା ହେଇଥିଲା। ବର୍ତ୍ତମାନ ଏଠାରେ ଏମିତି ଏକ ଘର ତିଆରି କରାହେଇଛି। ଆଉ ଗଲଗଥା ପାହାଡ଼ ନାହିଁ, ଗଲଗଥା ଜାଗା। ଏଇଟା ହେଉଛି ଗଲଗଥା ଜାଗା ଏଟା, କିନ୍ତୁ ପାହାଡ଼ ନାହିଁ। ଏଇ ଜାଗାରେ ସବୁକିଛି ବିଷୟ ଦେଖିବା ପାଇଁ ମିଳେ। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି 12ତମ ଷ୍ଟେସନ୍। ଆଉ ଦେଖନ୍ତୁ, ଏଇ ଜାଗାକୁ ଟିକେ ଦେଖନ୍ତୁ। ଅବଶ୍ୟ ଟିକେ ଅନ୍ଧାରିଆ ଅଛି, କାରଣ ମାନେ ଉପର ତଳ ସବୁଆଡ଼େ କ'ଣ ଅଛି? ମାନେ ସବୁଆଡ଼େ କଭର୍ ହେଇକି ଅଛି। ଆଉ ଏଇ ଜାଗାରେ ନାସ୍ତା ମଧ୍ୟ ମିଳେ, ବା ଜଳଖିଆ ମିଳେ, ବିଭିନ୍ନ ପ୍ରକାର ମିଠା ମିଳେ। ଆଉ ଏଠାରେ ଯେଉଁ ମିଠା ମିଳେ, ଇଏ ହେଉଛି ଆମର ଯେଉଁ ଏପଟେ ଯେଉଁ ମିଠା, ୟାଠୁ ଅଲଗା, ସମ୍ପୂର୍ଣ୍ଣ ଅଲଗା। ଆପଣ ଦେଖିପାରୁଥିବେ ଏଇ ଜାଗାରେ ଏକ ମିଠା ଦୋକାନ ବା ଏଠି ସପିଂ ମଲ୍ ବି ଗୋଟେ ଅଛି। ଏଠି ବି କିଛି ଜିନିଷ ମିଳେ। ଆପଣ ଯଦି କେବେ ସେଠାକୁ ଯିବେ, ଆପଣଙ୍କୁ ମିଳିବାକୁ ପାରିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆମେମାନେ ଭାଗ୍ୟବାନ। ଭୟା ଡୋଲୋରସା ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶର ରାସ୍ତା ଏବେ ବି ଶେଷ ହୋଇନାହିଁ। ଏବେ ବି ଆଉ ଅଳ୍ପ ବାକି ରହିଅଛି, ଯେଉଁଟା ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ଧର୍ମଶାସ୍ତ୍ର ବାକ୍ୟ ପଠନ କରିକି ଆମେମାନେ ସମାପ୍ତ କରିବା। 13ତମ ଷ୍ଟେସନ୍, ଏଇଠି କ'ଣ ହେଇଥିଲା? ଯୀଶୁଙ୍କ ଶରୀର କ୍ରୁଶରୁ ଓହ୍ଲା ଯାଇଥିଲା। ହଁ ପ୍ରିୟ ବନ୍ଧୁଗଣ, ଯୀଶୁଙ୍କ ଶରୀରକୁ କ୍ରୁଶରୁ ଓହ୍ଲେଇକି ଏଇଠି ରଖାଯାଇଥିଲା, ଏଇ ଜାଗାରେ, ଯେଉଁଟା ଆପଣ ବର୍ତ୍ତମାନ ଦେଖୁଛନ୍ତି। ଏଇ ଜାଗାକୁ ଦେଖନ୍ତୁ, ଏଇଟା ହେଉଛି ସେଇ ଜାଗା। ଏଇଟା ହେଉଛି ସେଇ ଜାଗା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶକୁ ଓହ୍ଲେଇକି ଏଇ ଜାଗାରେ ରଖାହେଇଥିଲା। ଆଉ ଲୋକମାନେ କ'ଣ କରନ୍ତି? ଏଇ ସ୍ଥାନକୁ ଆସିକି ଏଇ ଜାଗାକୁ ପରିଷ୍କାର କରନ୍ତି। ଆଉ ସେମାନଙ୍କର ବିଶ୍ୱାସ ଅନୁସାରେ ସେମାନେ କରନ୍ତି। ତେବେ ଏଇଟା ହେଉଛି ସେଇ ଜାଗା ଯେଉଁଟା ଆପଣ ବର୍ତ୍ତମାନ ଲକ୍ଷ୍ୟ କରୁଛନ୍ତି, ଦେଖୁଛନ୍ତି। ଆଉ ଦେଖନ୍ତୁ, ଇଏ ମଧ୍ୟ ଗୋଟେ ଘର ଅଟେ। ଇଏ ସେଇ ଘର, କିନ୍ତୁ ବିଭିନ୍ନ ଷ୍ଟେସନ୍ ଗୁଡ଼ିକ ରହିଅଛି। ଷ୍ଟେସନ୍ ୱାଇଜ୍ ଆମମାନଙ୍କୁ ଏସବୁ ଦେଖିବାକୁ ପଡ଼ିବ ଯେ ଏସବୁ ଜାଗା କେମିତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ତାପରେ ଆସିଲା 14ତମ ଷ୍ଟେସନ୍। ଏଇଟା ହେଉଛି ଲାଷ୍ଟ। ଏଇ ଜାଗାରୁ ଯୀଶୁଙ୍କୁ କ'ଣ କରାହେଇଥିଲା? କବରକୁ ନିଆଯାଇଥିଲା। ମାନେ ଏଇ ସ୍ଥାନରୁ ଉଠା ହେଇଯାଇଥିଲା। ଉଠେଇକି ଏଇ ରାସ୍ତାରେ ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଆଯାଇଥିଲା ଗେଥସେମନି ବଗିଚା। ସେଠି ଯୋସେଫ ନାମର ଜଣେ ବ୍ୟକ୍ତି ଥିଲେ, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ଗୁପ୍ତ ଶିଷ୍ୟ ଥିଲେ। ଆଉ ସେ କ'ଣ କରିଥିଲେ?
ଏଇ ଜାଗାରୁ ସେ ନେଇଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଯେଉଁଟାକି 14ତମ ଷ୍ଟେସନ୍ ଜୋହନ ତାର 19 ପର୍ବରେ ଲେଖା ଅଛି। ଜୋହନ 19 ପର୍ବ 41-42। ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନଥିଲା। 42। ଅତଏବ ଜିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେ ସେହି ସମାଧି ନିକଟରେ ଥିଲା। ତେବେ ପ୍ରିୟ ବନ୍ଧୁଗଣ, ଏଇ ଜାଗାରେ ଯୀଶୁଙ୍କର ଶରୀରକୁ ରଖା ହେଇଥିଲା। ଆଉ ସେମାନେ କେମିତି ଗୋଟେ ସମ୍ମାନ ଦେବା ଉଦ୍ଦେଶ୍ୟରେ ସେମାନେ ପରିଷ୍କାର କରୁଛନ୍ତି। ଆଉ ଗଲଗଥାର କିଛି ମାଟି ଏଇଠି ରଖାଯାଇଛି। ଆପଣ ଦେଖନ୍ତୁ, ଗଲଗଥା ପାହାଡ଼ ନାହିଁ, କିନ୍ତୁ ସେଇ ଜାଗାରେ ବର୍ତ୍ତମାନ କ'ଣ କରାହେଇଛି, ଏମିତି ଗୋଟେ ଘର କରାହେଇଛି, କିନ୍ତୁ ଗଲଗଥାର ସ୍ମରଣୀୟ ଜିନିଷ ଗୁଡ଼ିକ ଏଇ ଜାଗାରେ ଅଛି। ଆଉ ତାକୁ ଷ୍ଟେସନ୍ ୱାଇଜ୍ ଭାଗ କରାହେଇଛି। ଆପଣ ଦେଖିଲେ ଭାୟା ଡୋଲୋରସା, ମାନେ ସେହି ସ୍ଥାନରୁ ଏହି ସ୍ଥାନ ପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର କ୍ରୁଶକୁ ବହନ କରିକି ସେ ଆସିଥିଲେ। ହଁ ପ୍ରିୟ ବନ୍ଧୁଗଣ, ସେହି ସ୍ଥାନରୁ ଏହି ସ୍ଥାନକୁ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର କ୍ରୁଶକୁ ବହନ କରି ଆସିଥିଲେ। ତେବେ ଶୁଭ ଶୁକ୍ରବାରର ଏଇଟା ହେଉଛି ଗୁଡ୍ ନ୍ୟୁଜ୍ ଆମମାନଙ୍କ ନିମନ୍ତେ। ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ ନିଜର ଜୀବନ ଦେଲେ, ନିଜର ପ୍ରାଣକୁ ଦେଲେ। ହଁ ପ୍ରିୟ ବନ୍ଧୁଗଣ, ନିଜର ପ୍ରାଣକୁ ସେ ଦେଲେ। ତେବେ ଏଇ ଜାଗା କେମିତି ଲାଗିଲା କମେଣ୍ଟ କରନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ। ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରି ରଖନ୍ତୁ। ସମସ୍ତଙ୍କୁ ନମସ୍କାର। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର।